ଯୁକ୍ତ 2 ତୃତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ପିଲାମାନେ। ଏଥର ତମର ବୋର୍ଡ଼ ଏକ୍ଜାମରେ ତମେ ସମସ୍ତେ ପାସ୍ ପିଲାମାନେ। ଏହାର କାରଣ କ'ଣ? ନିଶ୍ଚିତ ଭାବରେ କ'ଣ ହୋଇପାରେ ଏହାର କାରଣ? ତ ଚାଲନ୍ତୁ ଦେଖିବା କାରଣଟି କ'ଣ। ହେଲୋ ଷ୍ଟୁଡେଣ୍ଟସ୍, ମାଇ CHSC ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ପିଲାମାନେ। ଯେଉଁମାନେ ଚ୍ୟାନେଲରେ ନୂଆ ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ। ପ୍ଲିଜ୍ ତମ ଆଗରେ ମୁଁ ଗୋଟିଏ ଛୋଟିଆ ରିକ୍ୱେଷ୍ଟ କରୁଛି ପିଲାମାନେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ମୋତେ ଟିକିଏ ସପୋର୍ଟ କର। ଯେଉଁମାନେ ଏଥର ବୋର୍ଡ଼ ଏକ୍ଜାମରେ 90 ଏବଭ୍ ରଖିବାକୁ ଚାହୁଁଛ, ଏହି ଭିଡ଼ିଓଟି ତୁମର କନଫିଡେନ୍ସଟିକୁ ବିଲ୍ଡ କରିବ ପିଲାମାନେ। ଠିକ୍ ଅଛି, ସମସ୍ତଙ୍କୁ ଅଲ୍ ଦ ବେଷ୍ଟ ଏକ୍ଜାମ ପାଇଁ। ତ କାରଣ ଗୁଡ଼ିକ ଦେଖିବା। ତ ପ୍ରଥମ କାରଣଟି ହେଲା ନୂଆ ପରୀକ୍ଷା ପ୍ୟାଟର୍ନ ଅନୁସାରେ ପିଲାମାନେ ଏଥର ତମର ଇଂଲିଶରେ 38ଟି MCQ ରହିଛି। ଠିକ୍ ଅଛି, ସବୁଠାରୁ କଡ଼ା ଯେଉଁ ସବଜେକ୍ଟ ପିଲାମାନଙ୍କର ରହିଥାଏ ସେଥିରେ ପିଲାମାନେ ତମର 38ଟି ଖାଣ୍ଟି MCQ ସବୁ ରହିବ। ତ ଏଥର ଇଂଲିଶକୁ ଡରିବାର ନାହିଁ। ଠିକ୍ ଅଛି। ତ ସେକେଣ୍ଡ କାରଣଟି ହେଲା ପ୍ରତ୍ୟେକ ବିଷୟରେ 21ରୁ ଅଧିକ MCQ ରହିଛି ପିଲାମାନେ। ତମର ସବୁ ସବଜେକ୍ଟରେ 21 ମାର୍କରୁ ଅଧିକ MCQ ଗୁଡ଼ାକ ରହିଛି। ଅନ୍ୟ ବର୍ଷମାନଙ୍କରେ ପିଲାମାନେ ତମର ଫିଲ୍ ଇନ୍ ଦ ବ୍ଲାଙ୍କ୍ସ, ରେଖାଙ୍କିତ ଭୁଲ ବାକ୍ୟକୁ ସଂଶୋଧନ କର, ଏପରି ଅନେକ କ୍ୱେଶ୍ଚନ୍ ଗୁଡ଼ାକ ତମର 1 ମାର୍କିଆ ରହିଥାଏ। କିନ୍ତୁ ଏ ବର୍ଷ 21ରୁ ଅଧିକ ଖାଣ୍ଟି MCQ ଗୁଡ଼ାକ ରହିଛି। ତ ନେକ୍ସଟ କାରଣଟି ହେଲା ଗୋଟିଏ ସବଜେକ୍ଟରେ ମାତ୍ର 24 ମାର୍କ ରଖିଲେ ପାସ୍। ପିଲାମାନେ ଅଲଗା ବର୍ଷ ଅନ୍ୟ ବର୍ଷମାନଙ୍କରେ ପିଲାମାନଙ୍କୁ 30 ମାର୍କ ରଖିବାକୁ ପଡ଼ୁଥିଲା। 30 ମାର୍କ ରଖିଲେ ସେମାନେ ପାସ୍ ହୋଇପାରିଥିଲେ। କିନ୍ତୁ ଏ ବର୍ଷ ତୁମକୁ ସହଜ କରିଦେଇ 24 ମାର୍କ ରଖିଲେ ପାସ୍ ହୋଇପାରିବ ପିଲାମାନେ। ଠିକ୍ ଅଛି। ତ ନେକ୍ସଟ ଦେଖିବା। ଏଥର ତମର ଇଣ୍ଟରନାଲ୍ ଏକ୍ଜାମ ପାଇଁ ସିଲାବସ୍ ବି କମ୍ ପିଲାମାନେ। କାହିଁକି ନା ତମର ଇଣ୍ଟରନାଲ୍ ଏକ୍ଜାମରେ ରହିଥିବା କ୍ୱେଶ୍ଚନ୍ ଗୁଡ଼ାକ ତମର ବୋର୍ଡ଼ ଏକ୍ଜାମରେ ଆସିବ ନାହିଁ। ତ ସେଥିପାଇଁ ସିଲାବସ୍ କମ୍ ହୋଇଯାଇଛି, ତୁମକୁ ପଢ଼ିବା ପାଇଁ ବି ସୁବିଧା ହେବ। ଠିକ୍ ଅଛି। ତ 5 ନମ୍ବର କାରଣଟି ଦେଖିବା। ସବୁଠାରୁ କଡ଼ା ସବଜେକ୍ଟ ଇଂଲିଶ ଯେଉଁ ରହିଥାଏ ପିଲାମାନଙ୍କର, ଏଥିରେ ଲଙ୍ଗ୍ କ୍ୱେଶ୍ଚନ୍ ଗୁଡ଼ାକ ଆସିବନି। ଠିକ୍ ଅଛି। ତମର ପ୍ରୋଜ୍ରୁ, ପୋଏଟ୍ରିରୁ, ଷ୍ଟୋରିରୁ ଲଙ୍ଗ୍ କ୍ୱେଶ୍ଚନ୍ ଆସିବନି। ରିପୋର୍ଟ ରାଇଟିଂ, ଡାଟା ଟ୍ରାନ୍ସଫର ଯେଉଁ ରହିଥାଏ ଏଥିରୁ ତମର 5 ମାର୍କିଆ କ୍ୱେଶ୍ଚନ୍ ଆସିବ। ଏଇଟା ଟିକିଏ ମନେ ରଖିଦେଲେ ତମେ ଆରାମରେ ଲେଖିପାରିବ। ନେକ୍ସଟ କାରଣଟି ଦେଖିବା। ଓଡ଼ିଆ ଓ ଇଂଲିଶ ଗ୍ରାମାରରେ ଏଥର MCQ ରହିଛି ପିଲାମାନେ। ମାନେ ପୁରା ପେପରଟା ଖାଲି MCQରେ ଭରପୁର। ଠିକ୍ ଅଛି। MCQ ପିଲାମାନେ ଟିକିଏ ପଢ଼ିଦେଲେ ତମର ମନେ ରହିଯିବ। ଠିକ୍ ଅଛି। ତ MCQ ଗଲା। ନେକ୍ସଟ ଦେଖିବା। ଏଥର ଲଙ୍ଗ୍ କ୍ୱେଶ୍ଚନ୍ରେ କେବଳ 3ଟି କରିବାକୁ ହେବ ପିଲାମାନେ। ଠିକ୍ ଅଛି। ଲଙ୍ଗ୍ କ୍ୱେଶ୍ଚନ୍ ଲେଖିବାରେ ପିଲାମାନେ ତମର ଅଧିକ ସମୟ ଲାଗିଥାଏ। ତ ଏଥର କମ୍ ସମୟରେ ତମେ କ୍ୱେଶ୍ଚନ୍ଟିର ଆନ୍ସର୍ ଲେଖି ରିଭିଜନ୍ ମଧ୍ୟ କରିପାରିବ। ତ ଏହା ଗୋଟିଏ ତମର ସୁବିଧା ହୋଇଗଲା। ନେକ୍ସଟ କାରଣ ଦେଖିବା। ପ୍ରଶ୍ନ ଗୁଡ଼ିକରେ ଅଧିକ ଚୟନ, ଅର୍ଥାତ୍ ତୁମକୁ ଆହୁରି ସହଜ। ଯେଉଁ ପ୍ରଶ୍ନରେ ତମେ କ୍ଲିଅର୍ ଥିବ ସେ ପ୍ରଶ୍ନର ଉତ୍ତର ତମେ ବିନା ଅସୁବିଧାରେ ଲେଖିପାରିବ। ଠିକ୍ ଅଛି। ଲାଷ୍ଟ କାରଣଟି ଅଛି 80 ମାର୍କକୁ ତୁମକୁ 3 ଘଣ୍ଟା ସମୟ ଦିଆଯିବ। 3 ଘଣ୍ଟା ସମୟରେ ପିଲାମାନେ ତମେ ସବୁ ଆନ୍ସର୍ ଲେଖି ରିଭିଜନ୍ ମଧ୍ୟ କରିପାରିବ। ତ ସମସ୍ତ କାରଣକୁ ଅନୁଧ୍ୟାନ କଲେ ଏଥର ସମସ୍ତେ ତମେ ପାସ୍। ଠିକ୍ ଅଛି। ତ ଅଲ୍ ଦ ବେଷ୍ଟ, ଥ୍ୟାଙ୍କ ୟୁ।